ଚନ୍ଦ୍ରଶେଖର ମନ୍ଦିର ଢେଙ୍କାନାଳ ଜିଲ୍ଲାର ସଦର ମହକୁମା ଢେଙ୍କାନାଳ ଠାରୁ 17 କିଲୋମିଟର ଓ ଗଅଁଦିଆ ତହସିଲ ଅନ୍ତର୍ଗତ ଦେଓଗାଁ ଠାରୁ 4 କିଲୋମିଟର ଦୂରରେ କପିଳାସ ପାହାଡ଼ର ସର୍ବୋଚ୍ଚ ଶିଖର ସ୍ଥିତ ଏକ ସମତଳ ଚଟାଣ ଉପରେ ପ୍ରଭୁ ଚନ୍ଦ୍ରଶେଖର ମହାଦେବଙ୍କ ମନ୍ଦିର ଅବସ୍ଥିତ। ଦକ୍ଷିଣ ପୂର୍ବ ଦିଗକୁ ମୁହଁ କରିଥିବା କଳିଙ୍ଗ ଶୈଳୀର ଏହି ମନ୍ଦିରଟି ଖ୍ରୀଷ୍ଟୀୟ ତ୍ରୟୋଦଶ ଶତାବ୍ଦୀରେ ଗଙ୍ଗ ସମ୍ରାଟ ତୃତୀୟ ନରସିଂହ ଦେବଙ୍କ ଦ୍ୱାରା ଏହା ନିର୍ମିତ ହୋଇଥିଲା। ଏଥିରେ ଗୋଟିଏ ରେଖା ବିମାନ, ପଢା, ଜଗମୋହନ ଓ ମୁକ୍ତି ମଣ୍ଡପ ରହିଛି। ମନ୍ଦିର ପରିସରରେ ପ୍ରଭୁ ବିଶ୍ୱନାଥ, ନାରାୟଣ ଓ ଦେବୀ ପାର୍ବତୀଙ୍କ ମନ୍ଦିର ମଧ୍ୟ ଅଛି। ମନ୍ଦିର ଗାତ୍ର ବିଭିନ୍ନ ପ୍ରକାର ସ୍ଥାପତ୍ୟ ଓ କଳାକୃତି ଦ୍ୱାରା ଅଳଙ୍କୃତ ହୋଇଛି, ଯଥା ବିମାନ, ଜଗମୋହନ, ତଳଜଙ୍ଘ ଓ ଉପରଜଙ୍ଘରେ ଖାକରା ମୁଣ୍ଡି ଓ ପିଢ଼ାମୁଣ୍ଡି, କନିକ ପାଗର ଠଣାମାନଙ୍କରେ ଦିଗପାଳ ଓ ସେମାନଙ୍କ ସହଗାମିନୀ ଏବଂ ଅନୁରୋଧ ପାଗରେ ନାୟିକା ମୂର୍ତ୍ତି ସ୍ଥାନିତ ହୋଇଛି। ପାଗମାନଙ୍କ ମଧ୍ୟରେ ଗଜ, ବିତାଳ, ଦର୍ପଣା, ଶାଳ, ଭଞ୍ଜିକା ଓ ଚାମନଥାଣୀ ପରି ନାୟିକା ମୂର୍ତ୍ତି ଏବଂ ବିଭିନ୍ନ ରାଜକୀୟ ପ୍ରତିକୃତି ଇତ୍ୟାଦି ଶୋଭା ପାଉଛି। ଅନ୍ୟାନ୍ୟ ସ୍ଥାପତ୍ୟ ମଧ୍ୟରେ ଗଣ୍ଠିଆଳ ରହିଛି ଗଜାରୋହୀ, ଅଶ୍ୱାରୋହୀ, ପକ୍ଷୀ, ଭାରବାହକ ମୂର୍ତ୍ତି ସହିତ ନାଗ ନାଗୀ ସ୍ତମ୍ଭ। ପ୍ରତ୍ୟେକ ପାଗର ନିମ୍ନ ଭାଗରେ କ୍ଷୁଦ୍ରାକୃତି ଓ ରେଖାମୁଣ୍ଡି ଦୃଷ୍ଟିଗୋଚର ହୋଇଥାଏ।